हेलो फ्रेंड्स, जय जगन्नाथ। आम आलोचना करुँच डॉक्टर सुरेंद्र कुमार महाराणा ओडिया साहित्य इतिहास नाथ धर्मर आम जो सब ग्रंथ देखुले अमरकोश गीता आग क्लास देखी एवं आज आम देखा कौन ना मत्स्येन्द्र गीता। तो मत्स्येन्द्र गीता कौन ताकू आम आलोचना करवा जे मत्स्येन्द्र गीतार कहार एवं केबे यह रचित होता। मत्स्येन्द्र नाथଙ୍କ नामରେ ଭଣିତ ଏହି ଗ୍ରନ୍ଥଟି ଆବିଷ୍କାରକ ହେଉଛନ୍ତି କିଏ ନା ଶ୍ରୀ ବ୍ରହ୍ମାନନ୍ଦ ଦାସ। ନେଟ୍ SSB କତୁରୁ ସବୁ କ୍ୱେଶ୍ଚନ୍ କିଏ ଆବିଷ୍କାର କିଏ କରୁଥିଲେ ମତ୍ସ୍ୟେନ୍ଦ୍ର ଗୀତାକୁ ନା ଏହାକୁ ପ୍ରଥମେ ଲୋକଲୋଚନକୁ ଆଣିବା ଲୋକ ଥିଲେ ବ୍ରହ୍ମାନନ୍ଦ ଦାସ ଏବଂ ଏହା ମତ୍ସ୍ୟେନ୍ଦ୍ର ନାଥଙ୍କର ଗୋଟେ ବହି। ସେ ଏହାକୁ ଚର୍ଯ୍ୟା ସାହିତ୍ୟର ପରବର୍ତ୍ତୀ ପ୍ରଥମ ରଚନା ଭାବରେ ଅନୁମାନ କରନ୍ତି। ସେ କହିଛନ୍ତି କ'ଣ ନା ଯେତେବେଳେ ଚର୍ଯ୍ୟା ସାହିତ୍ୟ ସୃଷ୍ଟି ହେଲା ତା ପରବର୍ତ୍ତୀ ଅବସ୍ଥାର ପ୍ରଥମ ରଚନା ଭାବରେ ସେ ଗ୍ରହଣ କରିଛନ୍ତି କାହାକୁ ମତ୍ସ୍ୟେନ୍ଦ୍ର ଗୀତାକୁ। ଖ୍ରୀଷ୍ଟାବ୍ଦ ଏକାଦଶ ଦ୍ୱାଦଶ ଶତାବ୍ଦୀରେ ସ୍ଥାନ ଦିଅନ୍ତି। ଏପରି ଅନୁମାନ କରିବାର କାରଣ ବୋଧ ହୁଏ ରଚୟିତା ମତ୍ସ୍ୟେନ୍ଦ୍ର ନାଥଙ୍କର ଜୀବନ କାଳ ଥିଲା କେତେ ଏକାଦଶରୁ ଦ୍ୱାଦଶ ଶତାବ୍ଦୀ ବୋଲି ଧରିଛନ୍ତି ଏବଂ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ସେ କ'ଣ କଲେ ନା ଏହାକୁ 1300 ଶତାବ୍ଦୀର ରଚନା ଭାବରେ ଗ୍ରହଣ କଲେ, କିନ୍ତୁ ଭାଷା ଦୃଷ୍ଟିରୁ ଏକୁ ମଧ୍ୟ ଆମେ 1600 ଶତାବ୍ଦୀ ବୋଲିକି ପ୍ରମାଣ କରିଦେଇ ପାରିବା। ଏକୁ ଆଣିଥିଲେ ଲୋକଲୋଚନକୁ ଆଣିଲେ ବ୍ରହ୍ମାନନ୍ଦ ଦାସ। ପ୍ରଥମେ ଏହାକୁ କହିଲେ କ'ଣ କିଏ ନା ସିଏ ଏହାକୁ କହିଲେ 1100 ଏକାଦଶରୁ ଦ୍ୱାଦଶ ଶତାବ୍ଦୀରେ ସୃଷ୍ଟି ଏବଂ ତାପରେ କହିଲେ କ'ଣ ନା ସିଏ ଏକଥା କହିବାର ମୁଖ୍ୟ କାରଣ ଥିଲା କାରଣ ମତ୍ସ୍ୟେନ୍ଦ୍ରନାଥ ଏକାଦଶରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଜନ୍ମ ହୋଇଥିଲା କାହିଁକିନା ତା ଜୀବନ କାଳ ସେହି ସମୟରେ ଥିଲା ଏବଂ କିଛି କହିଲେ ନା ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କହିଲେ 1300 ଏବଂ ଅନେକ କିଛି କହିଲେ 1600 ଶତାବ୍ଦୀ, କିନ୍ତୁ ଭାଷା ଦୃଷ୍ଟିରୁ ଦେଖିବା ଯଦି ସେ 1600 ଶତାବ୍ଦୀର ପାଖାପାଖିରେ ରଚନା କରାଯାଇଛି। ତାପରେ ଆମେ ଦେଖିବା ଏଇ ଯେଉଁ 3ଟି ଗ୍ରନ୍ଥ ବ୍ୟତୀତ ଠିକ୍ ଅଛି ଗୋରଖ ଗୀତା ରହିଛି, ସପ୍ତାଙ୍ଗ ଯୋଗ ଧାରଣା, ଅଷ୍ଟାଙ୍ଗ ଯୋଗ ଧାରଣା, ଅମର ପୋଟଳ, ଗୋରଖ ମଲ୍ଲିକୀ ସମ୍ବାଦ ଇତ୍ୟାଦି ଯେଉଁ ଗ୍ରନ୍ଥ ନାଥ ଧର୍ମ ପ୍ରଖ୍ୟାପକ ଓ ଏଗୁଡ଼ିକୁ 1600 ଶତାବ୍ଦୀର ପରବର୍ତ୍ତୀ ରଚନା ବୋଲି କେତେକ ଆଲୋଚନା କରାଯାଉ ନାହିଁ, କିନ୍ତୁ ଏଇ ଯେଉଁ ସବୁ 1600 ଶତାବ୍ଦୀ ପରେ ତେଣୁ ଆଲୋଚନା କରାଯାଏ ନାହିଁ। ନାଥ ଧର୍ମ ସାରଳା ଦାସଙ୍କର ବହୁ ପୂର୍ବରୁ ଓଡ଼ିଶାରେ ଏକ ଲୋକପ୍ରିୟ ତଥା ପ୍ରଭାବଶାଳୀ ଧର୍ମ ଥିଲା। ସାରଳା ଦାସଙ୍କ ପୂର୍ବରୁ ଏଥିରେ ସନ୍ଦେହର ଅବକାଶ ନାହିଁ, କିନ୍ତୁ ସେତେବେଳେ ଏହି ଧର୍ମର ତତ୍ତ୍ୱ ପ୍ରକାଶ କୌଣସି ଗ୍ରନ୍ଥ ଓଡ଼ିଆ ଭାଷାରେ ନଥିଲା ବା ଯଦି ଥିଲା ତାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଅନ୍ତରାଳରେ ରହିଛି। ତେଣୁ କେତେବେଳେ ଏହି ଧର୍ମ ପୃଷ୍ଠପୋଷକତା ରଚନା ଗୁଡ଼ିକ ହୁଏତ ସଂସ୍କୃତ ଅପଭ୍ରଂଶରେ ଥିଲା। ଏ ବିଷୟରେ ବିଶେଷ ତଥ୍ୟ ପାଇଁ ଉପଯୁକ୍ତ ଗବେଷଣାର ପ୍ରୟୋଜନ ରହିଛି। ଛାଡ଼, ଯେ ଗବେଷଣା କରିବେ ତାକୁ ଆମେ ଦେଖିବା, କିନ୍ତୁ ଯେତିକି ଆମ ପାଖରେ ଆସିକି ପହଞ୍ଚିଛି ଆମେ ଦେଖିଲେ ମତ୍ସ୍ୟେନ୍ଦ୍ର ଗୀତାକୁ ଦେଖିଲେ, ତାପରେ ଆମେ ଅମରକୋଶ ଗୀତା ଦେଖିଲେ, ତାପରେ ଆମେ ଗୋରଖ ଗୀତା ବା ଗୋରଖ ଗୀତା ଯେଉଁ ରହିଛି ସେଟା ବି ନିମ୍ନରେ ରହିଗଲା, ତାପରେ ଆମେ ଶିଶୁବେଦକୁ ଆଲୋଚନା କରିଥିଲେ ଗୋରଖନାଥଙ୍କର। ତ ଏତିକି ଚାଲିଗଲା। ଏବେ ଆମେ ଶୈବ ସାହିତ୍ୟକୁ ଯିବା। ଶୈବ ସାହିତ୍ୟର କ୍ଲାସ୍ ଗୁଡ଼ିକୁ ଧୀରେ ଧୀରେ ଆଗେଇ ନେବା। ଠିକ୍ ଅଛି, ଏ ବହି ଏଇ ଯେଉଁ କ୍ଲାସ୍ ଗୁଡ଼ିକ ପ୍ଲେଲିଷ୍ଟ ମାଧ୍ୟମରେ ଆପଣଙ୍କ ପାଖରେ ଉପଲବ୍ଧ ମଧ୍ୟ ହେଇଯିବ। ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ। ନେକ୍ସଟ କ୍ଲାସ୍ରେ ଦେଖା ହେବ।